ନରୋତ୍ତମ ଦାସଙ୍କ ଗୁରୁନିଷ୍ଠା। ବୈଷ୍ଣବ ଚୂଡ଼ାମଣି ଶ୍ରୀ ନରୋତ୍ତମ ଠାକୁରଙ୍କର ଗୁରୁନିଷ୍ଠା ଭକ୍ତ ସମାଜରେ ଆଦର୍ଶ ସ୍ଥାନୀୟ ହୋଇ ରହିଅଛି। ବଙ୍ଗଳାର ରାଜଶାହୀ ଜିଲ୍ଲା ଅନ୍ତର୍ଗତ ଖେତରୀ ଗ୍ରାମରେ କାୟସ୍ଥ କୂଳରେ ଉଚ୍ଚ ବଂଶରେ ନରୋତ୍ତମ ଜନ୍ମଗ୍ରହଣ କରିଥିଲେ। ରାଜପୁତ୍ର ନରୋତ୍ତମ ବାଲ୍ୟକାଳରେ ଜଣେ ବ୍ରାହ୍ମଣଙ୍କ ନିକଟରୁ ଶ୍ରୀ ଗୌରାଙ୍ଗ ଦେବଙ୍କର ଲୀଳା କାହାଣୀ ଶ୍ରବଣ କରିଥିଲେ। ମହାପ୍ରଭୁ ସେ ସମୟରେ ସ୍ୱଦେହରେ ବିଦ୍ୟମାନ ଥିଲେ, କିନ୍ତୁ କିଛି ଦିନ ପରେ ଇହଲୀଳା ସମ୍ବରଣ କଲେ। ମହାପ୍ରଭୁଙ୍କ ଅନ୍ତର୍ଧ୍ୟାନ ସମ୍ବାଦ ପ୍ରାପ୍ତ ହୋଇ ନରୋତ୍ତମ ମୂର୍ଚ୍ଛିତ ହୋଇ ପଡ଼ିଲେ। ସେହି ଦିନଠାରୁ ନରୋତ୍ତମ ଗୌରାଙ୍ଗ ଦେବଙ୍କ ନିମିତ୍ତ ବ୍ୟାକୁଳ ହୋଇ ଉଠିଲେ। ଦିନେ ପଦ୍ମା ନଦୀରେ ସ୍ନାନ କରୁଥିବା ସମୟରେ ଦେଖିଲେ, ସେ ଜଳରେ ନିମଜ୍ଜିତ ହେବା ମାତ୍ରକେ ଜଣେ ଗୌରବର୍ଣ୍ଣ ବିରାଟ ପୁରୁଷ ତାଙ୍କୁ ଆଲିଙ୍ଗନ କଲେ। ନରୋତ୍ତମ ଜଳରୁ ଉଠିବା ମାତ୍ରକେ ସଂଜ୍ଞାହୀନ ହୋଇ ପଡ଼ିଲେ। ପରେ ବହୁ କଷ୍ଟରେ ସେ ଚୈତନ୍ୟ ଲାଭ କଲେ। ଏହି ଘଟଣା ପରଠାରୁ ତାଙ୍କର ସଂସାର ପ୍ରତି ବିରାଗ ଜାତ ହେଲା ଏବଂ 16 ବର୍ଷ ବୟସରୁ ସେ ଗୃହ ତ୍ୟାଗ କରି ବୃନ୍ଦାବନ ଅଭିମୁଖରେ ପ୍ରସ୍ଥାନ କଲେ। ସେଠାରେ ସେ ଜୀବ ଗୋସ୍ୱାମୀଙ୍କ ନିକଟରେ ଶାସ୍ତ୍ରାଲୋଚନା କଲେ। ଜ୍ଞାନ ଲାଭ ଉଦ୍ଦେଶ୍ୟରେ ଗୁରୁକରଣ ନିମିତ୍ତ ଶ୍ରୀ ଜୀବ ଗୋସ୍ୱାମୀ ତାଙ୍କୁ ଲୋକନାଥ ଗୋସ୍ୱାମୀଙ୍କ ନିକଟକୁ ପ୍ରେରଣ କଲେ। ଲୋକନାଥଙ୍କୁ ଦର୍ଶନ କରି ନରୋତ୍ତମ ତାଙ୍କୁ ମନେ ମନେ ଗୁରୁ ଭାବରେ ବରଣ କଲେ ଏବଂ କିଛି ବିଚାର ନ କରି ତାଙ୍କ ଚରଣ ତଳେ ଆତ୍ମସମର୍ପଣ କଲେ। ଲୋକନାଥ ନାନା ଭାବରେ ନରୋତ୍ତମଙ୍କର ପ୍ରାର୍ଥନା ବିଷୟ ଅବଗତ ହେଲେ, କିନ୍ତୁ ସେ ତାଙ୍କ ପ୍ରାର୍ଥନା ପୂରଣ କରିବାର କିଛି ଉପାୟ ଦେଖିଲେ ନାହିଁ, କାରଣ ଲୋକନାଥ ଶିଷ୍ୟ ଗ୍ରହଣ କରିବେ ନାହିଁ ବୋଲି ପୂର୍ବରୁ ପ୍ରତିଜ୍ଞା କରିଥିଲେ। ଶିଷ୍ୟ କରିବା ବହୁ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ। ଅନ୍ୟର ଭବପାର ନିମିତ୍ତ ଦାୟୀ ରହିଲେ ନିଜ ଭଜନ କାର୍ଯ୍ୟରେ ବହୁ କ୍ଷତି ସହ୍ୟ କରିବାକୁ ପଡ଼େ। ତେଣୁ ସେ କାହାରିକୁ ଶିଷ୍ୟ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ। ସେ ନରୋତ୍ତମଙ୍କୁ ନାନା ଭାବରେ ବୁଝାଇଲେ ମଧ୍ୟ ନରୋତ୍ତମଙ୍କ ମନ ସେଥିରେ ବୁଝିଲା ନାହିଁ। ରାଜପୁତ୍ର ନରୋତ୍ତମ ବହୁ ଅନୁନୟ ବିନୟ କରି ମଧ୍ୟ ଲୋକନାଥଙ୍କର ପ୍ରତିଜ୍ଞା ଭଙ୍ଗ କରିପାରିଲେ ନାହିଁ। ଗୁରୁଦେବଙ୍କ କୃପା ଲାଭ କରିବାକୁ ଶିଷ୍ୟ ମଧ୍ୟ ବଦ୍ଧ ପରିକର ହୋଇ ପ୍ରତିଜ୍ଞା କଲେ, ମୁଁ ଯେତେବେଳେ ଜଣକ ପାଦ ତଳେ ଆତ୍ମସମର୍ପଣ କରିଦେଇଛି, ଆଜୀବନ ତାଙ୍କରି ଚରଣ ବ୍ୟତୀତ ଅନ୍ୟ ଗତି ଅବଲମ୍ବନ କରିବି ନାହିଁ। ନରୋତ୍ତମ ମନେ ମନେ ପ୍ରତିଜ୍ଞା କରି ସାଧକ ଜୀବନ ଯାପନ କରିବାକୁ ଲାଗିଲେ। ସେ ଗୁରୁଦେବଙ୍କ କୁଞ୍ଜ କୁଟୀରର ଅନତି ଦୂରରେ ଗୋଟିଏ କୁଟୀର ନିର୍ମାଣ କରି ସେହିଠାରେ ବସବାସ କଲେ। ସେହି ପୂର୍ଣ୍ଣ କୁଟୀରରେ ଉପବେଶନ କରି ନାନା ଭଜନ, ଜପ, ଅଧ୍ୟୟନ ଓ ଗୁରୁମୂର୍ତ୍ତିଙ୍କ ଧ୍ୟାନରେ କାଳାତିପାତ କଲେ ଏବଂ ଭଗବାନଙ୍କ ନିକଟରେ ଗୁରୁକୃପା ଲାଭ ନିମିତ୍ତ ପ୍ରାର୍ଥନା କଲେ। କିନ୍ତୁ ଗୁରୁଦେବଙ୍କ ସମ୍ମୁଖକୁ ଆସି ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ବିରକ୍ତ କରୁନଥିଲେ ମଧ୍ୟ ତାଙ୍କର ଜଣେ ଦେହରକ୍ଷୀ ସେବକ ଭାବରେ ତାଙ୍କ ଅଲକ୍ଷ୍ୟରେ ରହି ଭଜନ କରୁଥିଲେ। ସେ କିପରି ଗୁରୁକୃପା ଲାଭ କରିପାରିବେ, ତାହା ହିଁ ଥିଲା ତାଙ୍କ ଧ୍ୟାନ ଧାରଣାର ବିଷୟ। ଅବଶେଷରେ ସେ ଗୁରୁ ସେବା ନିମିତ୍ତ ଗୋଟିଏ ଅଦ୍ଭୁତ ପନ୍ଥା ଉଦ୍ଭାବନ କଲେ। ଲୋକନାଥ ପ୍ରତ୍ୟହ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରି କୁଞ୍ଜ ନିକଟସ୍ଥ ଗୋଟିଏ ସ୍ଥାନକୁ ବହିର୍ଦେଶ ନିମିତ୍ତ ଗମନ କରନ୍ତି। ରାଜକୁମାର ତା ପୂର୍ବରୁ ଶଯ୍ୟା ତ୍ୟାଗ କରି ସେ ସ୍ଥାନଟିକୁ ପରିଷ୍କାର କରି ଦେଉଥିଲେ ଓ ହାତ ମାଟି ନିମିତ୍ତ ପରିଷ୍କାର ମୃତ୍ତିକା ଏବଂ ଜଳ ସଂଗ୍ରହ କରି ରଖିଦେଇ ଯାଉଥିଲେ। ଯେଉଁ ସ୍ଥାନେ ଗୋସାଇଁ କରେନ୍ ବହିର୍ଦେଶ, ସେହି ସ୍ଥାନେ ଯାଇ করে সংস্কার বিশেষ। মূর্তিকা শৌচের লাগে মাটি ঝানি আনে, নিত্য নিত্য এই মত করেন সেবনে। ছাটা গাছি
পুতি রাখে মাটির ভিতরে, বাহির করি সেবা করে আনন্দ অন্তরে। ମୂର୍ତ୍ତିକା ଶୌଚ ଲାଗି ଛାଣି ଆଣି ମାଟି, ନିତ୍ୟ ନିତ୍ୟ ଏହି ମତେ କରନ୍ତି ପରିପାଟି। ଝାଡୁ ଗୋଟି ରଖି ଦେଇ ମାଟିର ଉପରେ, ବାହାର କରନ୍ତି ମଳ ଆନନ୍ଦ ପନ୍ତରେ। ପ୍ରେମ ବିଳାସ 11। ମୂର୍ତ୍ତିକା ଶୌଚରେ ତରେ ସୁନ୍ଦର ମାଟି ଆନେ, ଝଟା ଝଟି ଜଳ ଆନେ ବିବିଧ ବିଧାନେ। ମୂର୍ତ୍ତିକା ଶୌଚ ପାଇଁ ସୁନ୍ଦର ମାଟି ଆନେ, ଝଟା ଝଟି ଜଳ ଆନେ ବିବିଧ ବିଧାନେ। ଅନୁରାଗ ବଲ୍ଲୀ। ଲୋକନାଥ ପ୍ରତିଦିନ ଆସି ସେହି ସେବା ପ୍ରତି ଲକ୍ଷ୍ୟ କରନ୍ତି, କିନ୍ତୁ ଅନୁସନ୍ଧାନ କରି କାହାରିକୁ ଦେଖିପାରନ୍ତି ନାହିଁ। ଏହି ଭାବରେ ପ୍ରାୟ 1 ବର୍ଷ କାଳ ନରୋତ୍ତମ ଏକ ଭାବରେ ନିଷ୍ଠାର ସହିତ ଗୁରୁଦେବଙ୍କ ଉଦ୍ଦେଶ୍ୟରେ ଏହି ସେବା କରିବାକୁ ଲାଗିଲେ। ଦିନେ ଲୋକନାଥ ପ୍ରଭୁଙ୍କ ମନରେ ସଂଶୟ ଉପସ୍ଥିତ ହେଲା। ସେ ଭାବିଲେ, କେହି ମୋର ଅଜ୍ଞାତ ସାରରେ ଏପରି ସେବା କରୁଛି, ଏହା ଦ୍ୱାରା ତ ମୋର ପାପ ସଞ୍ଚୟ ହେଉଛି। ଅତଏବ ଏ ବ୍ୟକ୍ତିକୁ ଏପରି ସୁଯୋଗ ଦେବା ଉଚିତ ନୁହେଁ। ଏହା ଭାବି ଦିନେ ସେ ନିର୍ଦ୍ଦିଷ୍ଟ ସମୟର ବହୁ ପୂର୍ବରୁ ବହିର୍ଦେଶ ସ୍ଥାନରେ ଉପନୀତ ହେଲେ। ଦେଖିଲେ ଯେ ଜଣେ କେହି ଅନ୍ଧକାରରେ ସ୍ଥାନ ମାର୍ଜନା କରୁଅଛି। ନରୋତ୍ତମ ସେଦିନ ପଳାୟନ ସୁଯୋଗ ପାଇଲେ ନାହିଁ। ଗୋସ୍ୱାମୀ ପ୍ରଶ୍ନ କଲେ, ତୁମେ କିଏ? ନରୋତ୍ତମ ଉତ୍ତର ଦେଲେ, ମୁଁ ନରୋତ୍ତମ। ଗୋସ୍ୱାମୀ କହିଲେ, ତୁମେ କଣ ପ୍ରତ୍ୟହ ଏଇ କାର୍ଯ୍ୟ କରୁଅଛ? ଉତ୍ତରରେ ନରୋତ୍ତମ କହିଲେ, ଆଜ୍ଞା ହଁ। ଏହା ଶୁଣି ଗୋସ୍ୱାମୀ ପ୍ରଶ୍ନ କଲେ, ତୁମେ ଏପରି କରିବାର ଉଦ୍ଦେଶ୍ୟ କଣ? ଉତ୍ତରରେ ନରୋତ୍ତମ କହିଲେ, ପ୍ରଭୁ, ମୁଁ ଯେ କାହିଁକି କି ଉଦ୍ଦେଶ୍ୟରେ ଏପରି କରୁଛି କହିପାରିବି ନାହିଁ। ମୁଁ ଅତି ଅଭାଜନ, ଦୀନହୀନ, କାଙ୍ଗାଳ। ବୃନ୍ଦାବନକୁ ଆସି ଆପଣଙ୍କ ଚରଣ ତଳେ ଆତ୍ମସମର୍ପଣ କରିଅଛି। ଆପଣଙ୍କ ସେବା ବ୍ୟତୀତ ମୋର ଅନ୍ୟ ଗତି ନାହିଁ। ପ୍ରଭୁ, ଅନୁଗ୍ରହ କରି ଏ ସେବାରୁ ମୋତେ ବଞ୍ଚିତ କରନ୍ତୁ ନାହିଁ। ନରୋତ୍ତମ ନିତ୍ୟାନ୍ତ ଅପରାଧୀ ପରି କୋମଳ ସ୍ୱରରେ ଉପରୋକ୍ତ ବାକ୍ୟ ଗୁଡ଼ିକ କହି ଅଶ୍ରୁ ସଜଳ ନୟନରେ ଗୁରୁଦେବଙ୍କୁ ତାଙ୍କ ଉଦ୍ଦେଶ୍ୟ ନିବେଦନ କଲେ। ସମସ୍ତ ଘଟଣା ଶ୍ରବଣ କରି ଗୁରୁଦେବ କହିଲେ, ନରୋତ୍ତମ, ତୁମେ ବ୍ରଜବାସୀ ଭକ୍ତ, ତୁମେ ମହାପ୍ରଭୁ ଗୌରାଙ୍ଗ ଦେବଙ୍କ କୃପା ପାତ୍ର। ତୁମେ ଆଉ ମୋର ଏପରି ସେବା କରିବ ନାହିଁ, ସେଥିରେ ମୋର ପାପ ହେବ। ମୁଁ ତୁମର ସେବା ଗ୍ରହଣ କରି ବିଶେଷ ଦୁଃଖିତ ହେଲେ ମଧ୍ୟ ମୋ ପ୍ରତିଜ୍ଞା ଭଙ୍ଗ କରିପାରିବି ନାହିଁ। ନରୋତ୍ତମ ନୀରବ ରହିଲେ। ଏହା କହିସାରି ପ୍ରଭୁ ଚିନ୍ତାକୁଳ ହୋଇ ପଡ଼ିଲେ। ଗୋଟିଏ ଦିଗରେ ତାଙ୍କର ପ୍ରତିଜ୍ଞା ରକ୍ଷା କରିବା କଳ୍ପନା, ଅନ୍ୟ ଦିଗରେ ଭକ୍ତକୁ କିପରି ବା ପ୍ରତ୍ୟାଖ୍ୟାନ କରିବେ। ନାନା ଭାବନା ଓ ଚିନ୍ତାରେ ମଗ୍ନ ରହି ଗୁରୁଦେବ ଯଥାରୀତି ବହିର୍ଦେଶ ଗମନ କଲେ। ପ୍ରଭୁ ଫେରିବା ପରେ ନରୋତ୍ତମ ଶୌଚ ନିମିତ୍ତ ଜଳ ଓ ମୃତ୍ତିକା ପ୍ରଦାନ କରିବାକୁ ଶୌଚ ନିମିତ୍ତ ଜଳ ଓ ମୃତ୍ତିକା ପ୍ରଦାନ କରିବାରୁ ପ୍ରଭୁ ନୀରବରେ ତାହା ଗ୍ରହଣ କଲେ। ଆଜ୍ଞା ହଁ, ଏଇଟିକୁ ଲିଭି ଯାଇଥିଲା। ପ୍ରଭୁ ସ୍ୱଇଚ୍ଛାରେ ସେବା ଗ୍ରହଣ କରିଥିବା ଦେଖି ନରୋତ୍ତମ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଲେ। ଗୁରୁଙ୍କର ଅନୁଗ୍ରହ ଲାଭ କରି ନରୋତ୍ତମ ତାଙ୍କ ସହିତ କୁଞ୍ଜକୁ ଆସିଲେ। ସେହି ଦିନଠାରୁ ନରୋତ୍ତମଙ୍କ ଉପରେ ଗୁରୁଦେବଙ୍କର ପ୍ରସନ୍ନତା ଦେଖାଦେଲା। ନରୋତ୍ତମ ନାନା ଭାବରେ ଗୁରୁଙ୍କର ସେବା କରିବାକୁ ଲାଗିଲେ ମଧ୍ୟ ଗୁରୁଦେବ ଆଉ ଆପତ୍ତି କଲେ ନାହିଁ। ନିର୍ବାକ ପରୀକ୍ଷାରୁ ଶିଷ୍ୟ ଉତ୍ତୀର୍ଣ୍ଣ ହେଲେ। ପ୍ରଭୁ ନରୋତ୍ତମକୁ ଆହ୍ୱାନ କରି କେତେକ କଥା ପ୍ରଶ୍ନ କଲେ। ନରୋତ୍ତମଙ୍କ ଉତ୍ତର ଶ୍ରବଣ କରି ଗୁରୁଦେବ ତାଙ୍କ ପ୍ରତି ସଦୟ ହେଲେ। ଦିନେ ଗୁରୁଦେବ ନରୋତ୍ତମକୁ ନିକଟକୁ ବସିବାକୁ କହି 3ଟି ପ୍ରତିଜ୍ଞା କରାଇଲେ। ପ୍ରଥମ ପ୍ରତିଜ୍ଞା, ସେ ଜୀବନରେ କେବେ ହେଲେ ଆମିଷ ଆହାର କରିବେ ନାହିଁ। ଦ୍ୱିତୀୟ ପ୍ରତିଜ୍ଞା, ବିଳାସାଦି ସହିତ ସମ୍ପର୍କ ରଖିବେ ନାହିଁ। ଏବଂ ତୃତୀୟ, ସେ ଚିରକୁମାର ବ୍ରତ ଗ୍ରହଣ କରି ବ୍ରହ୍ମଚର୍ଯ୍ୟ ପାଳନ କରିବେ।
ଉପରୋକ୍ତ 3 ଗୋଟି ବ୍ରତ ନରୋତ୍ତମ କଠୋର ଭାବରେ ପ୍ରତିପାଳନ କରିବାରେ ଅଭ୍ୟସ୍ତ ଥିଲେ। ସୁତରାଂ ସେ ପ୍ରତିଜ୍ଞା କରିବାକୁ ଦ୍ୱିରୁକ୍ତି କଲେ ନାହିଁ। ଏପରି ପ୍ରତିଜ୍ଞା ଶ୍ରବଣ କରି ଗୁରୁଦେବ ନରୋତ୍ତମଙ୍କୁ ଆଲିଙ୍ଗନ ପୂର୍ବକ କହିଲେ, ନରୋତ୍ତମ, ତୁମେ ବାସ୍ତବିକ ନରୋତ୍ତମ। ଆଜି ତୁମ ପାଇଁ ମୁଁ ମୋର ପ୍ରତିଜ୍ଞା ଭଙ୍ଗ କରିବାକୁ ବାଧ୍ୟ ହେଲି। କାରଣ ତୁମ ପରି ଯୋଗ୍ୟ ଶିଷ୍ୟ ମିଳିଲେ ଦେବତାମାନେ ମଧ୍ୟ ଧନ୍ୟ ହେବେ। ମୁଁ ତୁମକୁ ଦୀକ୍ଷା ପ୍ରଦାନ କରିବି। ଶ୍ରାବଣ ପୂର୍ଣ୍ଣିମା ଦିନ ତୁମର ଦୀକ୍ଷା ହେବ। ନରୋତ୍ତମ ଗୁରୁଦେବଙ୍କ ବାକ୍ୟ ଶ୍ରବଣ କରି ଆନନ୍ଦରେ ଗୁରୁଙ୍କ ପଦଦ୍ୱୟ ଧରି ଅଶ୍ରୁ ଜଳରେ ତାହା ସିକ୍ତ କରିବାକୁ ଲାଗିଲେ। ନରୋତ୍ତମ ଆନନ୍ଦ ମନରେ ଏ ସମ୍ବାଦ ଅନ୍ୟାନ୍ୟ ବୈଷ୍ଣବ ସମାଜରେ ପ୍ରଦାନ କରି ସେହି ଦିନକୁ ନିମନ୍ତ୍ରଣ କଲେ। ସମସ୍ତେ ତାଙ୍କର କଠୋର ସାଧନା ବିଷୟ ଶ୍ରବଣ କରି ସେହି ଦିନର ପ୍ରତୀକ୍ଷାରେ ଥିଲେ। ବିଶେଷତଃ ଜୀବ ଗୋସ୍ୱାମୀ ରାଜକୁମାରର ଭାଗ୍ୟ ଦର୍ଶନ କରି ଆନନ୍ଦରେ ଉତ୍ଫୁଲ୍ଲ ହେଲେ। ନିର୍ଦ୍ଦିଷ୍ଟ ଦିନ ଭକ୍ତଗଣ ଲୋକନାଥ ପ୍ରଭୁଙ୍କ କୁଞ୍ଜରେ ସମ୍ମିଳିତ ହେଲେ। ନରୋତ୍ତମ ଆନନ୍ଦରେ ଭକ୍ତମାନଙ୍କୁ ପ୍ରଣିପାତ କଲେ। ସମସ୍ତେ ନରୋତ୍ତମଙ୍କ ଦେବପୁଞ୍ଜ କଳେବର ଦର୍ଶନ କରି ଧନ୍ୟ ଧନ୍ୟ କରିବାକୁ ଲାଗିଲେ। ଲୋକନାଥଙ୍କର ପ୍ରତିଜ୍ଞା ଭଙ୍ଗ ହେଲେ ମଧ୍ୟ ଶିଷ୍ୟର ଭକ୍ତି ଦର୍ଶନ କରି ସାଧୁ ସମାଜରେ ଗୁରୁଙ୍କର ମହିମା ବିଘୋଷିତ ହେଲା। ଲୋକନାଥଙ୍କର ପ୍ରତିଜ୍ଞା ଭଙ୍ଗ ହେଲେ ମଧ୍ୟ ଶିଷ୍ୟର ଭକ୍ତି ଦର୍ଶନ କରି ସାଧୁ ସମାଜରେ ଗୁରୁଙ୍କର ମହିମା ବିଘୋଷିତ ହେଲା। ନରୋତ୍ତମ ଦୀକ୍ଷା ଗ୍ରହଣ ପରଠାରୁ ଗୁରୁଦେବଙ୍କ ପଦ ସେବାରେ ନିବିଷ୍ଟ ଭାବରେ ଆତ୍ମନିୟୋଗ କଲେ। ଗୁରୁ ତାଙ୍କୁ ବ୍ରଜର ନିଗୂଢ଼ ସାଧନ ତତ୍ତ୍ୱ ଶିକ୍ଷା ଦେଲେ। ବୃନ୍ଦାବନରେ ଶ୍ରୀ ଲୋକନାଥ ଗୋସ୍ୱାମୀଙ୍କ ନାମ ମଞ୍ଜୁ ନାଳି ମଞ୍ଜରୀ ଏବଂ ତଦୀୟ ଶିଷ୍ୟ ନରୋତ୍ତମଙ୍କର ନାମ ହେଲା ବିଳାସ ମଞ୍ଜରୀ। ଲୋକନାଥ ନରୋତ୍ତମଙ୍କୁ ଶିକ୍ଷା ଦେଲେ ଯେ ଯେଉଁ ବ୍ୟକ୍ତି ନିଜେ ଆଚରଣ କରି ଶିଷ୍ୟମାନଙ୍କୁ ଧର୍ମ ଶିକ୍ଷା ପ୍ରଦାନ କରନ୍ତି, ଶ୍ରୀ ଗୌରାଙ୍ଗ ତାଙ୍କୁ କୃପା କରିଥାନ୍ତି। ଗୁରୁ ଇଷ୍ଟ ସାଧନର ଯେଉଁ ଗୂଢ଼ ତତ୍ତ୍ୱ ନିଜେ ଆଚରଣ କରି ନିତ୍ୟ ସିଦ୍ଧ ହୋଇଥିଲେ, ଶିଷ୍ୟକୁ ସେହି ପ୍ରଣାଳୀରେ ଶିକ୍ଷା ପ୍ରଦାନ କରି ପ୍ରେମ ରାଜ୍ୟ ଉନ୍ମୁକ୍ତ କରିଦେଲେ। ନରୋତ୍ତମ ସେହି ଭାବରେ ଅନୁପ୍ରାଣିତ ହୋଇ ଗୁରୁ ସେବାରତ ରହିଲେ। ସେ ପ୍ରତ୍ୟୁଷରୁ ଗାତ୍ରୋତ୍ଥାନ କରି ଗୁରୁଦେବଙ୍କ ଶୌଚାଦିର ବ୍ୟବସ୍ଥା କରୁଥିଲେ। ସ୍ନାନ ପରେ ତୁଳସୀ ଜଳ ଓ ପୁଷ୍ପ ଆହରଣ କରି ଯଥା ସ୍ଥାନରେ ରଖି ପୂଜା ନିମିତ୍ତ ଭୋଗ ରନ୍ଧନର ସମସ୍ତ ଆୟୋଜନ କରିଦେଉଥିଲେ। ଗୁରୁଙ୍କ ପ୍ରସାଦାନ୍ନ ଭୋଜନ କରି ସେ ପରମ ତୃପ୍ତି ଲାଭ କରୁଥିଲେ। ଗୁରୁଦେବ ଯେତେବେଳେ ଜପରେ ବସୁଥିଲେ, ନରୋତ୍ତମ ତାଙ୍କୁ ବ୍ୟଜନ କରି ମଶକାଦିଙ୍କ ଉପଦ୍ରବରୁ ରକ୍ଷା କରୁଥିଲେ। ଗୁରୁଦେବ ଶୟନ କଲେ, ନରୋତ୍ତମ ତାଙ୍କର ପଦସେବା କରୁଥିଲେ। ଏହି ଭାବରେ ସାଧନ ଭଜନ ଓ ଗୁରୁ ସେବା ଫଳରେ ନରୋତ୍ତମ ସିଦ୍ଧ ମନୋରଥ ହେଲେ। ନରୋତ୍ତମଙ୍କର ଦିବ୍ୟ ଭାବ ଦର୍ଶନ କରି ବୈଷ୍ଣବ ସମାଜ ତାଙ୍କୁ ଶ୍ରୀ ଠାକୁର ନରୋତ୍ତମ ଆଖ୍ୟା ପ୍ରଦାନ କଲେ। ଶିଷ୍ୟର ଗୌରବରେ ଗୁରୁଦେବ ମଧ୍ୟ ନିଜକୁ ଧନ୍ୟ ମନେ କଲେ। ଲୋକେ ଅନ୍ୟ ସମସ୍ତଙ୍କୁ ପରାଜୟ କରିବାକୁ ଇଚ୍ଛା କରୁଥିଲେ ମଧ୍ୟ ଉପଯୁକ୍ତ ଶିଷ୍ୟ ବା ପୁତ୍ର ନିକଟରେ ପରାଜୟ ବରଣ କରିବାକୁ ଗୌରବ ମନେ କରନ୍ତି। ତେଣୁ ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ପିତା ପୁତ୍ର ଠାରୁ ଗୁରୁ ଶିଷ୍ୟ ଠାରୁ ପରାଜୟ ନିରନ୍ତର କରନ୍ତି କାମନା ଗୌରବର କଥା ତାହା ପିତା ଗୁରୁଙ୍କର। କିଛି ଦିନ ପରେ ଅର୍ଥାତ୍ ଶ୍ରୀ ଚୈତନ୍ୟ ଚରିତାମୃତ ରଚିତ ହେବା ପରେ ଶ୍ରୀ ଜୀବ ଗୋସ୍ୱାମୀ ବୃନ୍ଦାବନର ଭକ୍ତମାନଙ୍କ ପରାମର୍ଶରେ ସ୍ଥିର କଲେ ଯେ ଅସଂଖ୍ୟ ବୈଷ୍ଣବ ଗ୍ରନ୍ଥ କେବଳ ବୃନ୍ଦାବନରେ ସ୍ତୂପୀକୃତ ହେଲେ ଚଳିବ ନାହିଁ, ଏହା ଦେଶରେ ପ୍ରଚାରିତ ହେବା ଆବଶ୍ୟକ। ତେଣୁ ସେହି ସବୁ ଗ୍ରନ୍ଥ ପ୍ରତିପାଦିତ ଧର୍ମ ଶ୍ରୀନିବାସ, ନରୋତ୍ତମ ଓ ଶ୍ୟାମାନନ୍ଦ ଏହି 3 ଜଣ ଭକ୍ତ ଶିଷ୍ୟଙ୍କ ସହିତ
ଉପଯୁକ୍ତ ଯାନବାହନ ଓ ରକ୍ଷୀ ସହ ବଙ୍ଗଦେଶକୁ ପ୍ରେରଣ କରାଯିବା ଉଚିତ। ଲୋକନାଥ ପ୍ରଭୃତି ଗୋସ୍ୱାମୀମାନେ ଏହାର ଅନୁମୋଦନ କଲେ। ଗୁରୁଦେବ ମଧ୍ୟ ଶିଷ୍ୟ ନରୋତ୍ତମଙ୍କୁ ଏହି କାର୍ଯ୍ୟ ନିମିତ୍ତ ଦେଶକୁ ପ୍ରେରଣ କରିବାକୁ ଅନୁମତି ପ୍ରଦାନ କଲେ। ସେତେବେଳକୁ ଲୋକନାଥଙ୍କ ବୟସ ପ୍ରାୟ 100 ବର୍ଷ ଉପରେ। ନରୋତ୍ତମ ତାଙ୍କର ଏକମାତ୍ର ଶିଷ୍ୟ। ତଥାପି ଅଶ୍ରୁ ଜଳରେ ଅଭିଷିକ୍ତ ହୋଇ ନରୋତ୍ତମଙ୍କୁ ଲୋକ ସେବା ନିମିତ୍ତ ବିଦାୟ ଦେଲେ। ସେ ବୁଝିଥିଲେ ଯେ ନରୋତ୍ତମ ଦ୍ୱାରା ବହୁ ଜୀବଙ୍କର ଉଦ୍ଧାର ସାଧିତ ହେବ। ବିଶେଷତଃ ବଙ୍ଗଦେଶରେ ବୈଷ୍ଣବ ଧର୍ମର ପ୍ରଚାର ନିମିତ୍ତ ଓ ଧାରା ଅବ୍ୟାହତ ରଖିବା ନିମିତ୍ତ ନରୋତ୍ତମ ହିଁ ଉପଯୁକ୍ତ ପାତ୍ର। ତେଣୁ ସେ ଛଳ ଛଳ ନୟନରେ ନରୋତ୍ତମଙ୍କୁ ବିଦାୟ ଦେଇ ବିଦାୟକାଳୀନ ଉପଦେଶ ପ୍ରଦାନ ପୂର୍ବକ କହିଲେ, ବତ୍ସ, ଆଶୀର୍ବାଦ କରୁଛି ତୁମର ବ୍ରତ ପୂର୍ଣ୍ଣ ହେଉ। ବିଷୟ ସଂସ୍ପର୍ଶ ସମ୍ପୂର୍ଣ୍ଣ ବର୍ଜନ କରି ଭଜନାନନ୍ଦରେ ସମୟ ଅତିବାହିତ କରି ଅସଂଖ୍ୟ ଜୀବଙ୍କ ମଙ୍ଗଳ ସାଧନରେ ବ୍ରତୀ ହୁଅ। କେବେ ହେଲେ କାହାରିକୁ ଶିଷ୍ୟ ରୂପେ ଗ୍ରହଣ କରିବି ନାହିଁ ବୋଲି ମୁଁ ପ୍ରତିଜ୍ଞା କରିଥିଲି। ତୁମର ପୁଣ୍ୟ ଭାବରେ ମୋର ସେ ପ୍ରତିଜ୍ଞା ଭଙ୍ଗ ହୋଇଅଛି। ସେଥିପାଇଁ ମୁଁ କ୍ଷୁଣ୍ଣ ନୁହେଁ। ତୁମକୁ ଶିଷ୍ୟ ଭାବରେ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ମୁଁ ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ଅଛି ଆଉ ଅନ୍ୟ ଶିଷ୍ୟ ଗ୍ରହଣ କରିବି ନାହିଁ। ତୁମେ ଜୀବର ମଙ୍ଗଳ ସାଧନ କଲେ ମୁଁ ବିଶେଷ ଆନନ୍ଦ ଲାଭ କରିବି। ତୁମର ଆଉ କେବେ ବୃନ୍ଦାବନ ଆସିବା ଆବଶ୍ୟକ ନାହିଁ। ତୁମ ସହିତ ମୋର ଏହି ଶେଷ ସାକ୍ଷାତ। ଏହା ଶ୍ରବଣ କରିବା ମାତ୍ରକେ ନରୋତ୍ତମ ମୂର୍ଚ୍ଛିତ ହୋଇ ପଡ଼ିଗଲେ। ପରେ ଚେତନା ଲାଭ କରି ଗାନ କଲେ, ମହାପ୍ରଭୁ ଲୋକନାଥ ତ୍ରିଲୋକ ଜୀବନ, ଏତେ ଦିନେ କୃପା କରିଦେଲ ଦରଶନ। ସ୍ଥାନ ଦିଅ ଗୁରୁଦେବ ଚରଣ କମଳେ, କୃପା ନେତ୍ରେ ଆଶ୍ରିତକୁ ଚାହିଁ ଦେଲେ ଥରେ। ମନୋବାଞ୍ଛା ପୂର୍ଣ୍ଣ ହେବ ଶୀତଳ ପରାଣ, ମୋର ଧାମେ ଲାଭ ହେବ ମୋର ସତ ଜ୍ଞାନ। ନ କରିଲେ ଦୟା ଥରେ ହେ ଦୟା ସାଗର, ଅକିଞ୍ଚନ ମୁହିଁ ଆଉ କେବା ଅଛି ମୋର। ଏତିନି ସଂସାରେ ଦେବ ମୋର କେହି ନାହିଁ, କୃପା କରି ନିଜ ପାଦ ତଳେ ଦିଅ ଠାଇ। ରାଧା କୃଷ୍ଣ ଗୁଣ ଗାଥା ଗାଏ ରାତ୍ର ଦିନ, ଦିନେ ନ ଜାଣଇ ନରୋତ୍ତମ କିଛି ତୁମ ବିନେ। ପୁଣି ବିଦାୟ ସମୟରେ ସେ ଦୈନ୍ୟ ପ୍ରଦର୍ଶନ ପୂର୍ବକ ପ୍ରାର୍ଥନା କଲେ, ବଡ଼ ଦୁଃଖ ମୋର ମେ ରହିଲା, ଲଭି ଦୁର୍ଲଭ ତନୁ ଶ୍ରୀ ଗୁରୁ ଚରଣ ବିନୁ, ଜନ୍ମ ମୋର ବିଫଳ ହୋଇଲା, ବଡ଼ ଦୁଃଖ ମୋର ମେ ରହିଲା। ବ୍ରଜେନ୍ଦ୍ର ନନ୍ଦନ ହରି ନବଦ୍ୱୀପେ ଅବତରି, ବିଶ୍ୱ ଭରି ପ୍ରେମ ବିତରିଲେ, ମୁହିଁ ଯେପ ମୋର ମତି ବିଶେଷ କଠିନ ଅତି, ତେଣୁ ମତେ କରୁଣା ନ କଲେ, ବିଶ୍ୱ ଭରି ପ୍ରେମ ବିତରିଲେ। ଶ୍ରୀ ଗୁରୁ ସ୍ୱରୂପ ଜାଣ ରଘୁନାଥ ସନାତନ, ତାଙ୍କ ଠାରେ ନ ହେଲା ମମତି, ବୃନ୍ଦାବନ ରାସ ଧାମ ଚିନ୍ତାମଣି ଯାର ନାମ, ସେ ଧାମରେ ନ କଲେ ବସତି, ତାଙ୍କ ଠାରେ ନ ହେଲା
বিষয়ে বিশেষ প্রীতি নহে না বৈষ্ণবে মতি নিরবধি ঢেউ উঠে মনে নরতম দাস কহে জীবর উচিত নহে শ্রী গুরু বৈষ্ণব সেবা বিনে নিরবধি ঢেউ ଉଠେ ମନେ। ନରୋତ୍ତମ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ ପୂର୍ବକ ପ୍ରତି ଜୀବଙ୍କୁ ଗୁରୁ ଜ୍ଞାନରେ ଭକ୍ତି କରି ପ୍ରଣାମ କଲେ। ଭକ୍ତମାନଙ୍କ ପ୍ରତି ତାଙ୍କର ଅଗାଧ ଶ୍ରଦ୍ଧା ଭକ୍ତି ଓ ସମ୍ମାନ ଥିଲା। ତାଙ୍କର ଏବଂ ବିଧି ଆଚରଣ ଓ ଗୁରୁନିଷ୍ଠା ସନ୍ଦର୍ଶନ କରି ମଧ୍ୟ କେତେକ ଅଜ୍ଞାନୀ ନିନ୍ଦାବାଦ କରିବାକୁ ଛାଡ଼ିଲେ ନାହିଁ। ଏହା ଦେଖି ନରୋତ୍ତମ କହିଲେ, ଆରେ ଭାଇ, ବଡ଼ ବିଷମ ଏ କଳି କାଳ, ବଡ଼ ବିଷମ ଏ କଳି କାଳ। ଗରଳେ କଳସ ପୁରି ମୁଖେ ଥାଏ ଦୁଗ୍ଧ ଭରି ଦେଖ ତେଣୁ ସକଳେ ବିକଳ। ବଡ଼ ବିଷମ ଏ କଳି କାଳ। ভকতর বেশ ধরে সাধু পথ নিন্দা করে গুরু দোহি সে বড় পাপিষ্ট। গুরু পদে যার মতি নষ্ট করে তার রতি অপরাধী নহে গুরু নিষ্ঠ। গুরু দ্রোহী সে বড় পাপিষ্ট। প্রাচীন প্রবীণ পথ নিন্দে তাহা বিরত করে মিথ্যা কঞ্চা কথার সঞ্চার। যেহু গঙ্গা জল নিন্দে কূপ জল সদা বন্দে ସେହି ପାପୀ ଅଧମ କମର করে ମିଥ୍ୟା কথাର ସଞ୍ଚାର। ଯାହା ମନ ନିରିମଳ କରେ ତାକୁ ଟଳମଳ ଅବିଶ୍ୱାସୀ ଭକତ ପାଷାଣ୍ଡ। ତେଣୁ ସେ ଖଳର ସଙ୍ଗ ମୃଦୁ ଅତି କରେ ଅଙ୍ଗ ମୁଣ୍ଡେ ତାର ପଡେ କାଳ ଦଣ୍ଡ। ଅବିଶ୍ୱାସୀ ଭକତ ପାଷାଣ୍ଡ। জ্ঞান ক্রিয়া সুবিধানে পরতে ন যায় মনে পাপ কাজে শ্রদ্ধা বঢ়ে যার। নরোত্তম দাস কহে এ পাপীর ভাল নহে। নরোত্তম দাস কহে পাপীর ভাল নহে প্রবচনা তা জীবনে সার। পাপ কার্যে শ্রদ্ধা বঢ়େ ଯାର। ଏହିପରି ଗୁରୁ ସେବା ଓ ନିଷ୍ଠା ଫଳରେ ନରୋତ୍ତମ ଦାସ ବୈଷ୍ଣବ ସମାଜର ଶ୍ରେଷ୍ଠ ନେତା ହୋଇପାରିଥିଲେ।